ବନ୍ଦେ ମାତରମ୍। 77ତମ ସାଧାରଣତନ୍ତ୍ର ଦିବସରେ ମୁଁ ଗୌରହରି ମହାନ୍ତି ଭାରତର ଆବାଳ ବୃଦ୍ଧବନିତାଙ୍କୁ ଅଭିନନ୍ଦନ ଜଣାଉଛି। ଆଜିର ଦିନ ଆମ ଗୌରବମୟ ସମ୍ବିଧାନର ମହତ୍ତ୍ୱ ଓ ଇତିହାସକୁ ସ୍ମରଣ କରିବାର ଦିନ। ଆମ ସମ୍ବିଧାନ ଖସଡ଼ା କାର୍ଯ୍ୟକାରୀର ପ୍ରଥମ ଦିନ ଅର୍ଥାତ୍ 1950 ମସିହା ଜାନୁଆରୀ 26 ତାରିଖ ଦିନ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଉତ୍ସବର ଅତିଥି ଇଣ୍ଡୋନେସିଆର ରାଷ୍ଟ୍ରପତି ଅହମ୍ମଦ ସୁକର୍ଣ୍ଣ ମହୋଦୟ କହିଥିଲେ, ଆଜି ଆମ ସମସ୍ତଙ୍କ ପାଇଁ ଭାରତୀୟ ସମ୍ବିଧାନ ସ୍ୱପ୍ନ। ମାତ୍ର ଆଗାମୀ ଦିନରେ ଭାରତୀୟ ସମ୍ବିଧାନ ବିଶ୍ୱର ସର୍ବଶ୍ରେଷ୍ଠ ସମ୍ବିଧାନ ହେବ। ଭାରତ ହେବ ଚର୍ଚ୍ଚିତ ଗାରିମାବନ୍ତ, ଯାହା ଆଜି ପ୍ରଣିଧାନ। 1946 ମସିହା କ୍ୟାବିନେଟ୍ ମିଶନ ସୁପାରିଶ କ୍ରମେ ଭାରତୀୟ ଲୋକପ୍ରତିନିଧିଙ୍କୁ ନେଇ ସମ୍ବିଧାନ ପ୍ରଣୟନ ସଭା 9 ଡିସେମ୍ବର 1946ରେ କାର୍ଯ୍ୟାରମ୍ଭ କଲା। ବସ୍ତୁତ ଆମ ସମ୍ବିଧାନର ଅବୟବ ବ୍ରିଟିଶ ଇଣ୍ଡିଆ ଆଇନ 1935ରୁ ମୂଳତଃ ଗ୍ରହଣୀୟ ହେଲା। ଆଜି ସାଧାରଣତନ୍ତ୍ର ଦିବସର ସ୍ୱତନ୍ତ୍ରତା ହେଉଛି ହର୍ ଘର ସମ୍ବିଧାନ, ଅର୍ଥାତ୍ ଆମେ ସମସ୍ତେ ଭାରତୀୟ ସମ୍ବିଧାନକୁ ବୁଝିବା, ସମ୍ବିଧାନ କ'ଣ ଜାଣିବା। ଆମ ସମ୍ବିଧାନରେ ସ୍ଥାନ ପାଇଛି ଭାରତୀୟ ପ୍ରାଚୀନ ଚେତନାର ଉପଲବ୍ଧି, ଭାରତୀୟ ସଂସ୍କୃତି ସୁରକ୍ଷାର ବିଧି। ସମ୍ବିଧାନ ସାଜିଛି ନାଗରିକର ବଞ୍ଚିବାର ପ୍ରତିନିଧି, ଆମ ଆଶା ଆକାଂକ୍ଷାର ବାରିଧି। ଆମ ପବିତ୍ର ସମ୍ବିଧାନ ଆମ ଜାତୀୟ ସଂହିତା, ଯାହାକୁ ପାଠ କଲେ ଦେଶପ୍ରୀତି ଶତଗୁଣିତ ହେବ, ଦେଶରେ ବଞ୍ଚିବାର ଆସ୍ଥା ଗର୍ବରେ ରୂପାନ୍ତରିତ ହେବ, ପଡ଼ୋଶୀ ପ୍ରତି ବିଶ୍ୱାସ ବଢ଼ିବ। ଆମ ସମ୍ବିଧାନ ଆମ ଶୌର୍ଯ୍ୟ, ଆମ ସ୍ୱାଭିମାନ, ଆମ ଆତ୍ମପରିଚୟ, ଆମ ବଞ୍ଚିବାର ଆଧାର। ବସୁଦେବ କୁଟୁମ୍ବକର୍ମର ପ୍ରତିଫଳନ, ଭାରତୀୟ ବିବିଧତା ମଧ୍ୟରେ ଏକତାର ଦିଗ୍ଦର୍ଶନ, ଆମ ଦାୟିତ୍ୱ ଓ କର୍ତ୍ତବ୍ୟର ଆହ୍ୱାନ। ଆମ ସମ୍ବିଧାନ ଆମ ସ୍ଥିର ଶାସନର ଆଲୋକବର୍ତ୍ତିକା, ବିଭିନ୍ନ ରାଜନୈତିକ ଚେତନାର ପୁଷ୍ପ ବାଟିକା। ଆମ ସମ୍ବିଧାନ ସୁସୁରଭିତ, ସ୍ୱୟଂ ସୁରକ୍ଷିତ। ସମ୍ବିଧାନର 3 ସ୍ତମ୍ଭ, ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ନିଜ ନିଜ କାର୍ଯ୍ୟ ପରିସରରେ ସୁନିୟନ୍ତ୍ରିତ। ଏହା ହିଁ ଭାରତୀୟ ସମ୍ବିଧାନର ଦମ୍ଭ ଓ ଦୌଲତ। ସମ୍ବିଧାନ ଗଠନ ବିଚିତ୍ର ବୈଶିଷ୍ଟ୍ୟ। ସମ୍ବିଧାନ ପ୍ରାରମ୍ଭରେ ପ୍ରଦତ୍ତ ଉଇ ଦ ପିପୁଲ ଅଫ୍ ଇଣ୍ଡିଆ ଓଥ୍ ନେମ୍ ଅଫ୍ ଗଡ୍, ଅର୍ଥାତ୍ ଆମେ ଭାରତୀୟ ଜନସାଧାରଣ ଈଶ୍ୱରଙ୍କ ନାମରେ ଶପଥ କରୁଛୁ ବାକ୍ୟ ହିଁ ଆମ ପ୍ରେରଣାଦାୟୀ ସଭିଙ୍କର ଏକତ୍ୱର ସମଗ୍ର ଭୂଖଣ୍ଡର କାଶ୍ମୀରଠୁ କନ୍ୟାକୁମାରୀ ଏକତା ସୂତ୍ରରେ ବାନ୍ଧି ରଖିବାର ସର୍ବୋଚ୍ଚ ପ୍ରୟାସ ଆମ ସମ୍ବିଧାନ। ଏବେ ଆମେ ଗଣତନ୍ତ୍ର ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଦୁଇଟି ମହୋତ୍ସବ ପାଳନ କରୁ। ଦୁଇ ଉତ୍ସବର କଳ୍ପ ସଂକଳ୍ପ ଏକ ଅଭିନ୍ନ, ଯାହା ଗଣଶାସନ, ବିଧି ପାଳନ ତଥା ଜନ ଅବଗତି ଉଦ୍ଦିଷ୍ଟ। ପ୍ରତି ପ୍ରାଣେ ପଲ୍ଲୀ ପ୍ରାଣେ। ବସ୍ତୁତ ଆମ ନ୍ୟାୟପାଳିକା ହିଁ ସମ୍ବିଧାନ ସୁରକ୍ଷାର ରକ୍ଷା କବଚ। ଏଥିପାଇଁ ବିଗତ ବର୍ଷ ଆମ ନ୍ୟାୟଦେବୀଙ୍କ ମୁଦ୍ରିତ ମୁଦ୍ରା ପରିବର୍ତ୍ତନ କରାଯାଇଛି। ନ୍ୟାୟଦେବୀଙ୍କ ନୟନରୁ ଅନ୍ଧପଟଳି ଖୋଲାଯାଇ ଶୋଭା ପାଉଛି ଉନ୍ମୁକ୍ତ ନୟନକାନ୍ତି। ଦକ୍ଷିଣ ହସ୍ତରେ ଖଡ଼୍ଗ ବଦଳରେ ତରାଜୁ, ବାମ ହସ୍ତରେ ସମ୍ବିଧାନ। ଚଳଚଞ୍ଚଳ ଦେବୀଙ୍କ ଆତ୍ମୀୟ ଶୋଭା ବର୍ଣ୍ଣନୀୟ, ଯାହା ଆମ ସ୍ୱର୍ଣ୍ଣିମ ବୈଭବ। ନ୍ୟାୟାଳୟ ହିଁ ଦ୍ୱିତୀୟ ବିଭବ। ସମ୍ବିଧାନ ଭାରତୀୟ ଗୁରୁଙ୍କୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବଙ୍କ ସହ ତୁଳନା କରାଯାଇଛି। ହେ ଛାତ୍ରଗଣ, ଯୁବଗଣ, ତୁମ ଚେତନା ଉତ୍ତରଣ ଗୁରୁଙ୍କ ଯୋଗୁଁ ସମ୍ଭବ। ଗୁରୁଙ୍କ ସଠିକ ମାର୍ଗଦର୍ଶନ ତୁମ ଚେତନାର ଉନ୍ମେଷ। ଗୁରୁଙ୍କ ସାନ୍ନିଧ୍ୟ ତୁମର ଆଜି ତପ ହେଉ, ଜପ ହେଉ। ଗୁରୁ ଆଶୀର୍ବାଦ ତୁମର କାମନା ହେଉ, ବାସନା ହେଉ, ଶ୍ରେୟ ହେଉ, ଧ୍ୟେୟ ହେଉ। ଗୁରୁଙ୍କ ଆଦେଶ ତୁମର ବ୍ରତ ହେଉ, ବଚନ ହେଉ। ହେ ଯୁବଶକ୍ତି, ତୁମ ହାତରେ ଆଜି ଦେଶର ଆକାଶ ବିକାଶ ଅବା ବିନାଶ। ହେ ଛାତ୍ରଗଣ, ଦେଶ ପାଇଁ, ଜାତି ପାଇଁ ତୁମକୁ ଜାଗ୍ରତ ହେବାକୁ ହେବ, ସଜାଗ ରହିବାକୁ ପଡ଼ିବ। ମତ ନୁହେଁ, ପଥକୁ ଆପଣେଇବାକୁ ହେବ। ନବଜାଗରଣର ପଥ, ଶିଳ୍ପ ସମୃଦ୍ଧିର ପଥ, ଆର୍ଥିକ ବିକାଶର ପଥ, ବିଶ୍ୱ ବିଜୟର ପଥ। ଆଜି ଦେଶ ପାଇଁ ରିଫର୍ମ ଆଣ୍ଡ ପରଫର୍ମ, ଯାହା ଲୋଡ଼ା ଆଗାମୀ ଦିନରେ ଆମ ପାଇଁ ମଡ଼ା ଚଢ଼ା। ଏହି ସାଧାରଣତନ୍ତ୍ର ଦିବସରେ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତର ପ୍ରଥମ ନାଗରିକଙ୍କ ହସ୍ତରୁ ସମ୍ମାନ ଉପଢୌକନ ଦେବାର ବିଧି ସାମ୍ବିଧାନିକ ତଥା ପ୍ରାଚୀନ ସାଂସ୍କୃତିକ ସଂସ୍କାର। ହେ ଯୁବ ଛାତ୍ରଗଣ, ତୁମ ଐକ୍ୟ, ସଂହତି, ଭାତୃଭାବ ହେଉ ବିଶ୍ୱକୁ ପ୍ରେରଣା। ପ୍ରତି ଦେଶ ସୃଷ୍ଟି ହେଉ ଗୋଟିଏ ଧାରଣା, ଭାରତ ହିଁ ବିଶ୍ୱର ନମୁନା। ହେ ଛାତ୍ରଗଣ, ଆଜି ଭାରତର ସମୃଦ୍ଧି, ଜନସଂଖ୍ୟାର ନିଯୁକ୍ତିର, ଉଦ୍ୟୋଗର ଆବଶ୍ୟକତା ଜରୁରତ। ଏଥିପାଇଁ ଉଭୟ ବିଦେଶୀ ଇନଭେଷ୍ଟର୍ସ ଏବଂ ଆମ ଭାରତୀୟ ଯୁବଶକ୍ତିର ବୁଦ୍ଧିମତା ଲୋଡ଼ା। ଏହା ହିଁ ବିକଶିତ ଭାରତର ବାର୍ତ୍ତା ବିଚାର। ଏହା ହିଁ ସନ୍ଦେଶ ଦିଏ ଆଗାମୀ ପିଢ଼ିକୁ।
आज साधारणतंत्र दिवस रे साम्यवाद चेतना तुम मानकर प्राण हेउ प्रमाण हेउ विधान हेउ संकल्प हेउ आम संविधान समानता शब्द सत्य रूपायित हेउ यही भारत तीर्थ यह ही आम साधारणतंत्र दिवस आभिमुख्य लक्ष्य। साधारणतंत्र दिवस की जय, महात्मा गांधी की जय, भीमराव आंबेडकर की जय। वंदे मातरम, वंदे उत्कल जननी।